नंबर 1 ऑनलाइन प्रेमिका को भेटिबाकु जाई पशिले यूपी युवक बांधिला पाक पुलिस। ऑनलाइन प्रेम एबा परे प्रेमिका को भेटिबाकु बेआईन भावे पाकिस्तान सीमा अतिक्रम करितिबा यूपीर जଣେ ଯୁବକ ସେଠାରେ ଗିରଫ ହୋଇଛନ୍ତି। ସେ ହେଲେ 30 ବର୍ଷୀୟ ବାଦଲ ବାବୁ। ବାବୁ ଆଲିଗଡ଼ ଜିଲ୍ଲା ନାଗଲା କାଟକରି ଗାଁରେ ବାସିନ୍ଦା ହୋଇଥିବା ବେଳେ ପାକିସ୍ତାନର ପଞ୍ଜାବ ପୁଲିସ ତାଙ୍କୁ ମୁଣ୍ଡି ବହାଉଦ୍ଦିନ ସିଟିରୁ ଗିରଫ କରିଛି। ଜେରା ସମୟରେ ସେ ନିଜର ଅପରାଧ ସ୍ୱୀକାର କରିଥିବା ଜଣାପଡ଼ିଛି। ରିପୋର୍ଟ ଅନୁସାରେ ବାବୁ ସୋସିଆଲ ମିଡ଼ିଆରେ ଫେସବୁକ୍ ଜରିଆରେ ଜଣେ ପାକିସ୍ତାନ ଯୁବତୀଙ୍କ ପ୍ରେମରେ ପଡ଼ିଥିଲେ। ତାଙ୍କୁ ସାକ୍ଷାତ କରିବାକୁ ସେ ବ୍ୟାକୁଳ ଥିଲାବେଳେ ବିନା ବୈଧ ଭିସା କିମ୍ବା ଭ୍ରମଣ ଦସ୍ତାବିଜରେ ପାକିସ୍ତାନ ସୀମା ପାର କରିଥିଲେ। ସହରରେ ତାଙ୍କ ଉପସ୍ଥିତିରେ ସମ୍ପର୍କରେ ସୂଚନା ପାଇବା ପରେ ଡିସେମ୍ବର 27ରେ ତାଙ୍କୁ ଗିରଫ କରିଥିଲା ପାକ ପୋଲିସ। ନମ୍ବର 2 32,000 ରେଲୱେ ଗ୍ରୁପ୍ ଡି ପଦବୀରେ ଏବଂ ନିଯୁକ୍ତି ସୁଯୋଗ। ରେଳବାଇରେ 32,000 ଗ୍ରୁପ୍ ଡି ପଦବୀରେ ନିଯୁକ୍ତି ଦେବା ପାଇଁ ସରକାରୀ ବିଜ୍ଞପ୍ତି ସାମ୍ନାକୁ ଆସିଛି। ରେଳ ମନ୍ତ୍ରାଳୟ ରେଳ ନିଯୁକ୍ତି ବୋର୍ଡ ଦ୍ୱାରା ଜାରି କରାଯାଇଥିବା ବେଳେ ଲେଭେଲ 1 ନିଯୁକ୍ତି ପାଇଁ ବିଜ୍ଞାପନ ଭାରତ ସରକାର ନିଯୁକ୍ତି ଖବରକାଗଜରେ ପ୍ରକାଶିତ ହୋଇଛି। ଆର୍ଆର୍ବିର ସେଣ୍ଟ୍ରାଲ ଏମ୍ପ୍ଲୟମେଣ୍ଟ ନୋଟିଫିକେସନ ନମ୍ବର 8/2024 ଅନୁଯାୟୀ ଲେଭେଲ 1 ପୋଷ୍ଟଗୁଡ଼ିକ ପ୍ରାୟ 32,000 ପୋଷ୍ଟରେ ନିଯୁକ୍ତି ମିଳିବ। ଅନଲାଇନ୍ ଆବେଦନ ପ୍ରକ୍ରିୟା 23 ଜାନୁଆରୀ 2025ରୁ ଆରମ୍ଭ ହେବ। ଆବେଦନ କରିବାର ଶେଷ ତାରିଖ 22 ଫେବୃଆରୀ 2025 ସ୍ଥିର କରାଯାଇଛି। ଗତ ମାସରେ ବିଭିନ୍ନ ରେଳ ନିଯୁକ୍ତି ପରି ସର୍ବାଧିକ ବୟସ ସୀମା ମଧ୍ୟରେ 3 ବର୍ଷର ଆରାମ ବିଷୟରେ ମଧ୍ୟ ଉଲ୍ଲେଖ ଅଛି। ନମ୍ବର 3 ଗୁରୁବାର ଓଡ଼ିଶା ଆସିବେ ନୂଆ ରାଜ୍ୟପାଳ ହରିବାବୁ କମ୍ବମପତି। ଗୁରୁବାର ଓଡ଼ିଶା ଆସିବେ ନୂଆ ରାଜ୍ୟପାଳ ହରିବାବୁ କମ୍ବମପତି। ଓଡ଼ିଶାରେ ପହଞ୍ଚିବା ପରେ ପୁରୀ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିବେ। 3 ତାରିଖରେ ରାଜଭବନରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ରହିଛି। ହରିବାବୁ ଓଡ଼ିଶାରେ 27ତମ ରାଜ୍ୟପାଳ ଭାବେ ନିଯୁକ୍ତି ହୋଇଛନ୍ତି। ସେ 2014 ଲୋକସଭା ନିର୍ବାଚନ ଆନ୍ଧ୍ରପ୍ରଦେଶ ବିଶାଖାପଟ୍ଟନମ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଭାରତୀୟରେ ଜନତା ପାର୍ଟିର ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ ହରିବାବୁ। ସେ ଆନ୍ଧ୍ରପ୍ରଦେଶ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମଧ୍ୟ ଥିଲେ। ହରିବାବୁଙ୍କ 2021 ଜୁଲାଇ 6ରେ ମିଜୋରାମରେ ରାଜ୍ୟପାଳ ଭାବେ ନିଯୁକ୍ତି କରିଥିଲେ ରାଷ୍ଟ୍ରପତି। 1991ରୁ 1993 ପର୍ଯ୍ୟନ୍ତ ହରିବାବୁ ଭାରତୀୟ ଜନତା ପାର୍ଟି ଆନ୍ଧ୍ରପ୍ରଦେଶ ରାଜ୍ୟ କାର୍ଯ୍ୟବାହିନୀ କମିଟିର ସଦସ୍ୟ ଥିଲେ। ପୁଣି 1993ରୁ 2003 ମଧ୍ୟରେ ଆନ୍ଧ୍ରପ୍ରଦେଶ ସାଧାରଣ ସାମ୍ପାଦିକ ଭାବରେ କାର୍ଯ୍ୟ କରିଥିଲେ। ନମ୍ବର 4 ବିଏସ୍ଏନ୍ଏଲ୍ର ଦମଦାର ରିଚାର୍ଜ ପ୍ଲାନ୍। କମ୍ ଖର୍ଚ୍ଚରେ ମିଳିବ 150 ଦିନର ଭାଲିଡିଟି। ବେସରକାରୀ ଟେଲିକମ କମ୍ପାନୀ ଏୟାରଟେଲ୍ ଜିଓ ଏବଂ ଭୋଡାଫୋନ ଆଇଡିକୁ ଶସ୍ତା ରିଚାର୍ଜ ପ୍ଲାନ୍ ସହିତ ବିଏସ୍ଏନ୍ଏଲ୍ କଠୋର ପ୍ରତିଯୋଗିତା ଦେଇଛି। କମ୍ପାନୀର ଶସ୍ତା ରିଚାର୍ଜ ପ୍ଲାନ୍ରେ ୟୁଜର୍ସମାନଙ୍କୁ ଅର୍ଥରେ ଲଙ୍ଗ୍ ଭାଲିଡିଟି ପ୍ରଦାନ କରାଯାଏ। ଏହାର 4G ନେଟୱାର୍କ ଉନ୍ନତି ପାଇଁ କମ୍ପାନୀ ଗତ ବର୍ଷ 60,000ରୁ ଅଧିକ ନୂତନ ମୋବାଇଲର ଟାୱାର ସ୍ଥାପନ କରିଛି। ଏଥିସହିତ କମ୍ପାନୀ ଚଳିତ ବର୍ଷ 1 ଲକ୍ଷ ନୂତନ 4G ମୋବାଇଲର ଟାୱାର ଲଞ୍ଚ କରିବ। ବିଏସ୍ଏନ୍ଏଲ୍ ଏହାର 4G ଇଣ୍ଟରନେଟକୁ 9,000ରୁ ଅଧିକ ଗାଁକୁ ବୃଦ୍ଧି କରିଛି ଯେଉଁଠାରେ ଏପର୍ଯ୍ୟନ୍ତ କୌଣସି ମୋବାଇଲର ଟାୱାର ନଥିଲା। ନେଟୱାର୍କ କନେକ୍ଟିଭିଟିରେ ଉନ୍ନତି ଆଣିବା ସହିତ ବିଏସ୍ଏନ୍ଏଲ୍ କମ୍ ମୂଲ୍ୟରେ ୟୁଜର୍ସଙ୍କୁ ଶସ୍ତା ରିଚାର୍ଜ ପ୍ଲାନ୍ ପ୍ରଦାନ କରିବା ଆରମ୍ଭ କରିଛି। ବିଏସ୍ଏନ୍ଏଲ୍ରେ 150 ଦିନରେ ଏପରି ରିଚାର୍ଜ ପ୍ଲାନ୍ ଅଛି ଯେଉଁଥିପାଇଁ ୟୁଜର୍ସଙ୍କୁ ଦୈନିକ 3 ଟଙ୍କାରୁ କମ୍ ଖର୍ଚ୍ଚ କରିବାକୁ ପଡ଼ିବ। ନମ୍ବର 5 ଓଡ଼ିଶା ସିଭିଲ୍ ସର୍ଭିସ 2024 ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ। ଜାନୁଆରୀ 10ରୁ ଆରମ୍ଭ ହେବ ଆବେଦନ ପ୍ରକ୍ରିୟା। ଓଡ଼ିଶାରେ ଲୋକସେବା ଆୟୋଗ ପକ୍ଷରୁ ଓଡ଼ିଶା ସିଭିଲ୍ ସର୍ଭିସ 2024 ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଛି। 200 ପଦ ପୂରଣ ନିମନ୍ତେ ଆସନ୍ତା ଜାନୁଆରୀ 10ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଆବେଦନର ଶେଷ ତାରିଖ ଫେବୃଆରୀ 10 ତାରିଖରେ ଧାର୍ଯ୍ୟ ହୋଇଛି। ଓପିଏସ୍ ପକ୍ଷରୁ ପ୍ରତିବର୍ଷ ଓସିଏସ୍ ପରୀକ୍ଷା କରାଯାଉଛି। ଏଥର 200 ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେଉଛି। ସେଥିମଧ୍ୟରୁ 65 ପଦ ମହିଳାଙ୍କ ନିମନ୍ତେ ସଂରକ୍ଷିତ ରହିଛି। ଅନୁସୂଚିତ ଜନଜାତି ବର୍ଗର ପ୍ରାର୍ଥୀଙ୍କ ପାଇଁ 50, ଅନୁସୂଚିତ ଜନଜାତି ବର୍ଗରେ 45, ଏସ୍ଇବିସି 35 ଏବଂ ଅସଂରକ୍ଷିତ ବର୍ଗରେ 70 ପଦ ରହିଛି। ବିଜ୍ଞପ୍ତି ଅନୁସାରେ ମୋଟ 200 ପଦ ମଧ୍ୟରୁ ଓଡ଼ିଶାରେ ପ୍ରଶାସନିକ ସେବାରେ 30 ପଦ, ଓଡ଼ିଶାରେ ବିତ୍ତ ସେବାରେ 44, ଓଡ଼ିଶା ଟ୍ୟାକ୍ସେସନ ଓ ଆକାଉଣ୍ଟ ସର୍ଭିସରେ 62, ଓଡ଼ିଶା କୋଅପରେଟିଭରେ ଅଡିଟ୍ ସର୍ଭିସ 5, ଓଡ଼ିଶା କୋଅପରେଟିଭ ସର୍ଭିସ 14 ଏବଂ ଓଡ଼ିଶାରେ ରାଜସ୍ୱ ସେବାରେ 43 ପଦ ପୂରଣ କରାଯିବ। ନମ୍ବର 6 ନୂଆ ବର୍ଷରେ ଲାଗୁ ହେଲା ନୂଆ ନିୟମ। ଜାଣନ୍ତୁ କ'ଣ ପଡ଼ିବ ପ୍ରଭାବ। ଚଳିତ ବର୍ଷ ଆରମ୍ଭରୁ କିଛି କ୍ଷେତ୍ରରେ ନୂଆ ନିୟମ ଲାଗୁ ହୋଇଛି। ଏହା ଲୋକଙ୍କ ଜୀବନ ଉପରେ ସିଧାସଳଖ ପ୍ରଭାବ ପକାଇବ। ଏହି ନିୟମଗୁଡ଼ିକ ମଧ୍ୟରେ ୟୁପିଆଇ ପେନ୍ସନ, କୃଷି ଋଣ ରିଚାର୍ଜ ପ୍ଲାନ୍ ଭଳି ଅନ୍ୟ କିଛି କ୍ଷେତ୍ର ସାମିଲ ରହିଛି। ଫିଚର ଫୋନରେ ୟୁପିଆଇ ସୁବିଧା ବ୍ୟବହାର କରୁଥିବା ୟୁଜର୍ସଙ୍କ ପାଇଁ ଖୁସି ଖବର। ନୂଆ ବର୍ଷରୁ ଏହି ବର୍ଗର ୟୁଜର୍ସଙ୍କ ଲାଗି ୟୁପିଆଇରେ ପେମେଣ୍ଟ ସୀମା 2 ଗୁଣା କରାଯିବ। ଫିଚର ଫୋନରେ ୟୁପିଆଇ ବ୍ୟବହାର କରୁଥିବା ୟୁଜର୍ସଙ୍କ ଜାନୁଆରୀ 1ରୁ 10,000 ଟଙ୍କାର ଅନଲାଇନ୍ ପେମେଣ୍ଟ କରିପାରିବେ। ଏବେ ଏହି ବର୍ଗରେ ୟୁପିଆଇ ପେମେଣ୍ଟ ସୀମା 5,000 ଟଙ୍କା ରହିଛି। ଏବେ ଟେଲିକମ କମ୍ପାନୀଗୁଡ଼ିକ କଲିଂ ଲାଗି ଭିନ୍ନ ରିଚାର୍ଜ ପ୍ଲାନ୍ ଆଣୁନାହାନ୍ତି। ତେବେ 1ରୁ ଏ କ୍ଷେତ୍ରରେ ଲାଗୁ ହେବାକୁ ଯାଉଛି ନୂଆ ନିୟମ।
ନମ୍ବର 7 ନୂଆ ବର୍ଷରେ ନୂଆ ଉଦ୍ଦୀପନା 2025କୁ ସ୍ୱାଗତ କଲେ ବିଶ୍ୱବାସୀ। ଓଲଟିଛି କ୍ୟାଲେଣ୍ଡରର ପୃଷ୍ଠା। ବିଦାୟ ନେଇଛି 2024, ଆସିଛି ନୂଆ ବର୍ଷ। ଧରାପୃଷ୍ଠରେ ଏବେ 2025 ରାଜୁତି। ବିଦାୟ ବର୍ଷର ଗାତ ପ୍ରତିଗାତ ଦୁଃଖ ଓ କଷ୍ଟକୁ ଭୁଲି ନୂଆ ବର୍ଷକୁ ଧୁମଧାମରେ କରାଯାଉଛି ସ୍ୱାଗତ। ରାଜ୍ୟ, ଦେଶ ଓ ବିଶ୍ୱ ସାରା ସବୁଠି ଉତ୍ସବ ଏବଂ ଉଲ୍ଲାସରେ ମହୋତ୍ସବ। ପୂଜା ପ୍ରାର୍ଥନା, ମନ୍ଦିରରେ ଦର୍ଶନ, ଆଉ କେଉଁଠି ବାଜାବାଣରେ ଉତ୍ସବ। ନୂଆ ବର୍ଷକୁ ସ୍ୱାଗତ। ଜିରୋ ନାଇଟରେ ମତୁହାଲା ହୋଇଛି ବିଭିନ୍ନ ସହର। ନୂଆବର୍ଷରେ ସ୍ୱାଗତ ପାଇଁ ପୁରୀରେ ଅସମ୍ଭାଳ ଭିଡ଼। ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ନିକଟରେ ଜନସମୁଦ୍ର। ରାତି ଅଧୁରା ଭିଡ଼ ଜମାଇଛନ୍ତି ଶ୍ରଦ୍ଧାଳୁ। ଭକ୍ତଙ୍କ ପାଇଁ ରାତି ଅଧରେ ପହଡ଼ ଖୋଲିଥିଲା। ମଧ୍ୟରାତିରେ ଶ୍ରୀମନ୍ଦିର ଭିତରକୁ ଯାଇ ଜଗା ଦର୍ଶନ କରିଛନ୍ତି ଭକ୍ତ। ଜଗନ୍ନାଥ ଦର୍ଶନ କରି ବର୍ଷ ଆରମ୍ଭ କରିବାକୁ ପ୍ରତି ଭକ୍ତଙ୍କ ମନରେ ରହିଛି ପ୍ରବଳ ଇଚ୍ଛା। ନମ୍ବର 8 ଟିମ୍ ଇଣ୍ଡିଆରେ ସବୁକିଛି ଠିକ୍ ଚାଲିନାହିଁ, ପିଟିଲା ପରାଜୟର ଗୁମର। ଭାରତୀୟ କ୍ରିକେଟ ଟିମ୍ ଏବେ ଆଶା ଆଶଙ୍କା ଦେଇ ଗତି କରିବାରେ ଲାଗିଛି। ଅନେକ ଖେଳାଳି ଖରାପ ଫର୍ମ ଦେଇ ଗତି କରୁଛନ୍ତି। ବୋର୍ଡ ଗ୍ରାମାଞ୍ଚ ଟ୍ରଫି ମଧ୍ୟରେ 2-1ରେ ପଛାଇ ଯାଇଛି ଦଳ। ଫଳରେ ଫ୍ୟାନ୍ସ ଓ କ୍ରିକେଟ ସମୀକ୍ଷକଙ୍କ ଦଳକୁ ନେଇ ଆଲୋଚନା ପର୍ଯ୍ୟାଲୋଚନା ମଧ୍ୟ ଆରମ୍ଭ କରିଦେଲେଣି। ଭାରତୀୟ ଦଳର ଅଧିନାୟକ ହିଟମ୍ୟାନ୍ ରୋହିତ ଶର୍ମା ଖରାପ ଫର୍ମରେ ଲଗାତାର ଭାବରେ ଫ୍ଲପ୍ ହୋଇ ଚାଲିଛନ୍ତି। ସେପଟେ କିଙ୍ଗ କୋହଲିଙ୍କ ବ୍ୟାଟ୍ରେ ମଧ୍ୟ ଲାଗିଗଲାଣି କଳଙ୍କ। ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ଖେଳିବାର ଆଶା ମଧ୍ୟ ଏବେ କ୍ଷୀଣ ହେବାରେ ଲାଗିଛି। ଏଭଳି ସ୍ଥିତିରେ ଭାରତୀୟ ଦଳର ପରାଜୟ କାରଣ ପାଇଁ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କୁ ବି ଲୋକେ ଦାୟୀ କରିବା ଆରମ୍ଭ କରିଦେଲେଣି। ନମ୍ବର 9 ନୂଆବର୍ଷରେ ପୁରୀରେ ଦର୍ଶନ ପାଇଁ ଅସମ୍ଭାଳ ଭିଡ଼, ବାରିକେଡ ଭାଙ୍ଗିଲେ ଶ୍ରଦ୍ଧାଳୁ। ନୂଆବର୍ଷରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ବଡ଼ଦାଣ୍ଡ ପାଲଟିଛି ଜନସମୁଦ୍ର। ପ୍ରବଳ ଭିଡ଼ ଯୋଗୁଁ ଉପୁଜି ଠେଲାପେଲା ପରିସ୍ଥିତି। ସ୍ଥିତି ଅଣହ୍ୟ ହେବାରୁ ବାରିକେଡ ଭାଙ୍ଗିଲେ ଭକ୍ତ। ନୂଆବର୍ଷ ଅବସରରେ କାଲି ସକାଳୁ ସକାଳୁ ଶ୍ରୀଜୀଉଙ୍କୁ ଦର୍ଶନ ପାଇଁ ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ଼ ଜମିଛି। ରାତି ଅଧୁରା ଧାଡ଼ିରେ ଛିଡ଼ା ହୋଇଥିଲେ ଭକ୍ତ। ଶ୍ରଦ୍ଧାଳୁଙ୍କ ପ୍ରବଳ ସମଗ୍ର ଦୃଷ୍ଟିରେ ରଖି ଗତ ମଙ୍ଗଳବାର ରାତିରେ 12:30ରେ ଶ୍ରୀମନ୍ଦିରରେ ଦ୍ୱାର ଫିଟ୍ ନୀତି ସମ୍ପୂର୍ଣ୍ଣ ହୋଇ ଦର୍ଶନ ଆରମ୍ଭ ହୋଇଥିଲା। ସେପଟେ ଭିଡ଼କୁ ଦୃଷ୍ଟିରେ ରଖି ପୁରୀ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏହା ସତ୍ତ୍ୱେ ଭିଡ଼ ଅସମ୍ଭାଳ ହେବାରୁ ଲୋକେ ଦଶେଇ ପଶିବାକୁ ଉଦ୍ୟମ କରିଥିଲେ। ଭିଡ଼ ଦେଖି ପୋଲିସ ପ୍ରାୟ ନିରୁପାୟ ହୋଇ ଯାଇଥିଲା। ଫଳରେ ଲୋକେ ମନ୍ଦିର ଭିତରକୁ ପ୍ରବେଶ କରି ଯାଇଥିଲେ। ନମ୍ବର 10 ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା, ଏହି ତାରିଖ ସୁଦ୍ଧା ସରିବ ଇ-କେୱାଇସି। ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଇ-କେୱାଇସିକୁ ନେଇ ନୂଆବର୍ଷରେ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି ଆସନ୍ତା 15 ତାରିଖ ସୁଦ୍ଧା ଇ-କେୱାଇସି ପ୍ରକ୍ରିୟା ସରିବ। ଏଥିପାଇଁ ବାହାର ରାଜ୍ୟକୁ ଅଧିକାରୀମାନେ ଯିବେ। ନିକଟରେ ଗୋଆକୁ ଯାଇ ଇ-କେୱାଇସି କରି ଆସିଛନ୍ତି। ଅନ୍ୟ ରାଜ୍ୟରେ ଥିବା ଲୋକଙ୍କ ପାଖକୁ ଯାଇ ଇ-କେୱାଇସି କରାଯିବ। ବର୍ତ୍ତମାନ ସୁଦ୍ଧା 85% ଇ-କେୱାଇସି ସରିଲାଣି। ଯେଉଁମାନଙ୍କର ବାକି ରହିଛି ସମସ୍ତଙ୍କର ସରିବ। ଏହା ଜବତ 50 ଲକ୍ଷ ଲୋକ ଇ-କେୱାଇସି କରିନାହାନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ଭିଡ଼ିଓଟି ସମ୍ପୂର୍ଣ୍ଣ ଦେଖିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଚ୍ୟାନେଲକୁ ଯଦି ଆପଣମାନେ ସବସ୍କ୍ରାଇବ୍ କରିନାହାନ୍ତି, ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ପାଖରେ ବେଲ୍ ଆଇକନ୍କୁ ଅଲ୍ରେ ସିଲେକ୍ଟ କରିନେବେ।